ଆଜିର ଭିଡ଼ିଓ ରହୁଛି ପତାକା ଉତ୍ତୋଳନର ପ୍ରଶ୍ନ ଉତ୍ତର। ପାଠ ପ୍ରଶ୍ନ ଉତ୍ତର 1 ନମ୍ବର। ରାୟ ବାହାଦୁର ଘରର ଝରକା କବାଟ ବନ୍ଦ କରିଦେଲେ କାହିଁକି? ରାତି 12ଟା ପାଖାପାଖି ହେବ। ହଠାତ୍ ଘରର ବାହାରେ ଶଙ୍ଖ, ଘଣ୍ଟା, ହୁଲହୁଲି ଓ ତୋପର ମିଳି ଧ୍ୱନି ଶୁଣାଗଲା। ରାତିର ଶାନ୍ତ ନୀରବ ମୁହୂର୍ତ୍ତ ଜୟ ସ୍ୱାଧୀନ ଭାରତୀୟ ଜୟ ସ୍ୱାଧୀନ ଚଳଚଞ୍ଚଳ ହୋଇ ଉଠିଲା। ବାହାରେ କୋଳାହଳ କ୍ରମେ ବଢ଼ିବାରେ ଲାଗିଲା। ନିଦ୍ରାରେ ତାଙ୍କର ବ୍ୟାଘାତ ଘଟିବାରୁ ସେ ଘର କବାଟ ଝରକା ବନ୍ଦ କରିଦେଲେ। ପଟୁଆରରେ ନେତୃତ୍ୱ କିଏ ନେଇଥିଲେ? ମଧ୍ୟରାତ୍ରିରେ ଯେଉଁ ବିରାଟ ପଟୁଆର ସ୍ୱାଧୀନ ଭାରତର ତିରଙ୍ଗା ପତାକା ଧରି ରାସ୍ତାରେ ଜୟଧ୍ୱନି କରି ଚାଲିଥିଲା, ତାର ନେତୃତ୍ୱ ନେଇଥିଲେ ରାୟ ବାହାଦୁରଙ୍କର ପରଲୋକଗତ ଜ୍ୟେଷ୍ଠ ପୁତ୍ର ଅରୁଣ ପୁଅ ବିଜୟ। ସୋମନାଥ ଡ୍ରୟାର ଚେଷ୍ଟର ଚାବି କାହାକୁ ଦେଇ ନଥିଲେ କାହିଁକି? ଡ୍ରୟାର ଚେଷ୍ଟ ତାଙ୍କର ଏକାନ୍ତ ନିଜସ୍ୱ ଥିଲା। ସେହି ଚେଷ୍ଟର ଗୋଟିଏ ଡ୍ରୟାରରେ ତାଙ୍କ ସ୍ମୃତି ବିଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଓ ପ୍ରିୟ ଅରୁଣର ଫଟୋ ସାଇତି ହୋଇଥିଲା। ତାହାରି ଭିତରେ ସେ ବହୁ ଯତ୍ନରେ ବ୍ରିଟିଶ ସରକାରଙ୍କର ୟୁନିୟନ ଜାକ୍କୁ ମଧ୍ୟ ସାଇତି ରଖିଥିଲେ। ଯେଉଁ ପୁଅକୁ ସେ ନିଜେ ଗୁଳି କରି ହତ୍ୟା କରିଥିଲେ, ତାରି ଫଟୋକୁ ସାଇତି ରଖିବା ସହିତ ଏହି ଦୁଃସାହସିକ କାର୍ଯ୍ୟକ୍ରମ ପାଇଁ ଯେଉଁ ମଡେଲ ଓ ସନନ୍ଦ ପତ୍ର ମିଳିଥିଲା, ସେ ସବୁ ଯତ୍ନରେ ସାଇତି ରଖିଥିଲେ। 1923 ସାଲରେ ବା ମସିହାରେ ସୋମନାଥଙ୍କୁ କାହିଁକି ସନନ୍ଦ ଦିଆଯାଇଥିଲା? ବ୍ରିଟିଶ ଶାସନ ପ୍ରତି ସୋମନାଥ ମହାପାତ୍ରଙ୍କର ଏକାନ୍ତିକ ନିଷ୍ଠା ଓ ଅନୁରକ୍ତି ଥିଲା। ଯେଉଁ ନିଷ୍ଠାପର ଭାବ ହିଁ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଥିଲା। ବ୍ରିଟିଶ ଶାସନ ପ୍ରତି ଏପରି ଅତୁଳନୀୟ ଅନୁରକ୍ତି ପାଇଁ ସେ ନିଜେ ନିଜର ଜ୍ୟେଷ୍ଠ ପୁତ୍ରକୁ ଗୁଳି କରି ମାରି ପାରିଥିଲେ। ବ୍ରିଟିଶ ସରକାର ସୋମନାଥଙ୍କ ଏପରି କର୍ତ୍ତବ୍ୟ ନିଷ୍ଠାର ମୁଗ୍ଧ ହୋଇ 1923 ସାଲରେ ଦରବାର ଆୟୋଜନ କରି ତାଙ୍କୁ ସନନ୍ଦ ପ୍ରଦାନ କରିଥିଲେ। ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବୀ। ଏକଥା କିଏ କାହାକୁ କାହିଁକି କହିଲେ? ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବୀ କଥା ସୋମନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ର ଅରୁଣ ତାର ବାବାଙ୍କୁ କହିଥିଲେ। କାରଣ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ଅରୁଣ ପୂର୍ଣ୍ଣପ୍ରାଣ ଆନ୍ଦୋଳନକୁ କ୍ରିୟାଶୀଳ କରୁଥିଲେ। ସେ ସର୍ବଦା ବନ୍ଦେ ମାତରମ୍ ସଙ୍ଗୀତ ଆବୃତ୍ତି କରୁଥିଲେ। ମାତ୍ର ସୋମନାଥ ଥିଲେ ସମ୍ପୂର୍ଣ୍ଣ ଭାବରେ ଏହାର ବିରୋଧୀ। ପ୍ରତ୍ୟେକ ମଣିଷ ସ୍ୱାଧୀନତା ଚାହେଁ, ଏହା ତାଙ୍କ ଜନ୍ମଗତ ଅଧିକାର। ସେ ତାକୁ ହାସଲ କରିବା ଉଚିତ ବୋଲି ଅରୁଣ ତାର ବାବା ସୋମନାଥଙ୍କୁ ଶୁଣାଇ କହିଲେ। ଅରୁଣ ଘର ଛାଡ଼ିଲେ କାହିଁକି? ପିତା ସୋମନାଥ ମହାପାତ୍ର ଥିଲେ ବ୍ରିଟିଶର ଗୋଲାମ। ତାଙ୍କ ପାଇଁ ପଦବୀର ମୋହ ଥିଲା ଅଧିକ। ଅଥଚ ତାଙ୍କ ପୁତ୍ର ଅରୁଣ ଥିଲେ ସମ୍ପୂର୍ଣ୍ଣ ସ୍ୱାଧୀନ ଚେତା। ତାଙ୍କ ପାଇଁ ସ୍ୱାଧୀନତା ହାସଲ କରିବା ଥିଲା ଲକ୍ଷ୍ୟ। ବ୍ରିଟିଶ ସରକାର ଦାନା ଖାଇ ମଣିଷ ବୋଲାଉଥିବା ସୋମନାଥ
ମହାପାତ୍ରଙ୍କ ପକ୍ଷରେ ନିମଖାରାମି କାର୍ଯ୍ୟ କରିବା ଅସମ୍ଭବ ଥିଲା। 7 ନମ୍ବର, ପୁଲିସ ସାହେବ ରାୟବାହାଦୁରଙ୍କୁ କ'ଣ ହୁକୁମ ଦେଇଥିଲେ? ଚୌରୀ ଚୌରାର ବିପ୍ଳବ ପରେ ଭାରତରେ ଯେଉଁ ଜାତୀୟ ଆନ୍ଦୋଳନ ନୂତନ ରୂପ ଧାରଣ କରିଥିଲା, ଦେଶସାରା ଅଗଣିତ ଜନତା ପଟୁଆରରେ ବାହାରି ପୋଲିସ ଥାନା କଚେରୀ ଆକ୍ରମଣ କରିବାକୁ ଆଗେଇ ଆସୁଥିଲେ। ସେଦିନ ମଧ୍ୟ ଅନୁରୂପ ଭାବରେ ବିରାଟ ଜନତା ସହରର ଥାନା କଚେରୀ ଆକ୍ରମଣ କରିବାର ଲକ୍ଷ୍ୟ ନେଇ ମାଡ଼ୁ ଆସୁଥିଲେ। ପୁଲିସ ସାହେବ ଏହି ପରିସ୍ଥିତିରେ ହୁକୁମ ଦେଇ କହିଲେ, ଦେଖ ମହାପାତ୍ର, ତୁମେ ଭାରି ପରିବାରର ଲୋକ, ଅନେକ ବଡ଼ ବଡ଼ କଥା ତୁମେ ଚଳାଇ ନେଇଛ। ଆଜି ଯେଉଁ ଆକ୍ରମଣକାରୀ ଜନତାର ପଟୁଆର ଆସୁଛି, ସେମାନଙ୍କୁ ସାଫ କରିବା ଦାୟିତ୍ୱ ତୁମର। 8 ନମ୍ବର, କର୍ତ୍ତବ୍ୟର ନିଷ୍ଠା ନିମନ୍ତେ ବ୍ରିଟିଶ ସରକାର କ'ଣ ପ୍ରଦାନ କରିଥିଲେ? ଜଞ୍ଜାକ୍ରାନ୍ତ ସମୁଦ୍ର ପରି ମାଡ଼ି ଆସୁଥିବା ବିପ୍ଳବୀ ଜନତାଙ୍କୁ ସାଫ କରିବାର ଗୁରୁତ୍ୱ ଦାୟିତ୍ୱ ନେଇଥିଲେ ସୋମନାଥ ମହାପାତ୍ର। ଜନତାଙ୍କ ଉପରେ ଲାଠିଚାର୍ଜ କରିବା ସତ୍ତ୍ୱେ ସେମାନେ ପୃଷ୍ଠଭଙ୍ଗ ଦେଲେ ନାହିଁ, ବରଂ ଅରୁଣର ଆହ୍ୱାନ ସତସିଂହର ଗର୍ଜନ କରି ମାଡ଼ିଗଲେ ଓ ଫ୍ଲାଗ ପୋଷ୍ଟକୁ ଭାଙ୍ଗି ୟୁନିୟନ ଜାକ୍ ଚିରିଦେଲେ। 9 ନମ୍ବର, ଇନ୍ସପେକ୍ଟର ହେବା ଦିନର ଘଟଣା ବର୍ଣ୍ଣନା କର। ପୁତ୍ରକୁ ନିଜର ହାତରେ ଗୁଳି କରି ମାରିବା ପରେ ସୋମନାଥ ମହାପାତ୍ର ବ୍ରିଟିଶ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ପୂର୍ବ ଅସ୍ଥାୟୀ ପଦବୀରେ ଥିବା ସୋମନାଥ ମହାପାତ୍ର ସ୍ଥାୟୀ ଇନ୍ସପେକ୍ଟର ହୋଇଛନ୍ତି। ହେଲେ ପୁତ୍ରର ମୃତ୍ୟୁ ପରେ ପୁତ୍ରବଧୂ ଅପର୍ଣ୍ଣା ବୁକୁ ଚିରା କାନ୍ଦ କାନ୍ଦି ଘରକୁ ତରାଇ ଦେଇଥିଲେ। 10 ନମ୍ବର, ହେମମାଲା କେଉଁ ପରିସ୍ଥିତିରେ ଶଙ୍ଖଧ୍ୱନି କଲେ? ଭାରତର ସ୍ୱାଧୀନତା ପ୍ରାପ୍ତିରେ ଆତ୍ମ ହରାଇ ଅଗଣିତ ଜନତାଙ୍କ ସହିତ ଲଢ଼ି ବିଜୟ ଯେତେବେଳେ ପଟୁଆର ନେତୃତ୍ୱ ନେଇ ଆଗେଇ ଯାଉଥିଲେ, ସେ ସମୟରେ ସୋମନାଥଙ୍କ ପତ୍ନୀ ହେମମାଲା ଘର ଭିତରେ ରହି ସ୍ୱାଗତ ଛଳରେ ଶଙ୍ଖଧ୍ୱନି କରିଥିଲେ। ସେ ଦର୍ପର ସହିତ କ'ଣ କହିଲେ? ହେମମାଲା ଦର୍ପର ସହିତ କହିଲେ, ଯେଉଁ ପତାକା ପାଇଁ ଅରୁ ପ୍ରାଣ ବଳି ଦେଇଛି, ସେ ପତାକା ଯୁଗେ ଯୁଗେ ଉନ୍ନତ ହୋଇ ରହିବ। ସୋମନାଥ କାହିଁକି ରାତି ଅନିଦ୍ରା ରହିଥିଲେ? ହେମମାଲା ଯେଉଁ ଜାତୀୟ ପତାକା ଉତ୍ତୋଳନ କରି ତାର ପାଦ ତଳେ ଦୀପ ଚାଲୁଥିଲେ ଓ ଶଙ୍ଖଧ୍ୱନି କରିଥିଲେ, ତାହାକୁ ଦେଖି ସୋମନାଥଙ୍କୁ ଅସହ୍ୟ ବୋଧ ହୋଇଥିଲା। କାରଣ ଯେଉଁ ୟୁନିୟନ ଜାକ୍ ପାଇଁ ସେ ନିଜ ପୁତ୍ରକୁ ଖୁଣ କରିଛନ୍ତି, ସେହି ପରିପ୍ରେକ୍ଷୀରେ ଏହି ତ୍ରିରଙ୍ଗା ପତାକା ଏପରି ଉଡ଼ିବା ଅସମ୍ଭବ। ପରିହାରୀ ଜଗି ରହିଥିଲେ, ଯାହା ଫଳରେ ସାରା ରାତି ଅନିଦ୍ରା ହେବାକୁ ବାଧ୍ୟ ହୋଇଥିଲେ। 13 ନମ୍ବର, ବିଜୟ ଜେଜେଙ୍କ ଉପରେ ଉତ୍କ୍ଷିପ୍ତ ହେବାର କାରଣ କ'ଣ? ପତାକା ତଳେ
ହେମମାଲାଙ୍କର ଜୀବନ ଦୀପ କେତେବେଳକୁ ଲିଭି ଯାଇଥିଲା। ଅଥଚ ସୋମନାଥ ମହାପାତ୍ର ୟୁନିୟନ ଯାକୁ ଜଗି ରହିଲେ। ସ୍ୱାଧୀନତାର ବିଜୟ ଉଲ୍ଲାସରେ ମାତି ଘରକୁ ଫେରି ଏସବୁ ଘଟଣା ଦେଖି ବିଜୟ ସ୍ତମ୍ଭୀଭୂତ ହୋଇ ପଡ଼ିଲେ। ଏହି ପତାକା ପାଇଁ ନିଜର ବାପାଙ୍କୁ ସେ ହରାଇଛି। ଆଦରର ଜେଜେମାଙ୍କୁ ହରାଇ ସାରିଲାଣି। ଏକମାତ୍ର ଜେଜେଙ୍କର ବିଚିତ୍ର ଜୁକ୍ ଯୋଗୁଁ ଏସବୁ ଘଟୁଥିବାରୁ ବିଜୟ ଜେଜେଙ୍କ ଉପରେ ଉତ୍କ୍ଷିପ୍ତ ହୋଇଥିଲେ। ବ୍ରିଟିଶ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ। କେଉଁ ପରିସ୍ଥିତିରେ ବିଜୟ କଥା କହିଥିଲେ? ସ୍ୱାଧୀନତା ଦିବସରେ ନିଜର ଘରେ ଜେଜେ ୟୁନିୟନ ଜାକ୍ ଉଡ଼ାଇଥିବାରୁ ଦେଖି ଆଶ୍ଚର୍ଯ୍ୟ ହୋଇ ବିଜୟ ତାଙ୍କୁ ପ୍ରଶ୍ନ କରିଥିଲେ, ଏ କ'ଣ ହେଉଛି ଜେଜେ? ବିଜୟକୁ ଉତ୍ତର ଦେବାକୁ ଯାଇ ସେ କହିଲେ ଯେ ଦୁନିଆ ନିମଖାରାମ ହୋଇଗଲେ ମତେ ସେ ନୁହନ୍ତି, କାରଣ ସେ ବ୍ରିଟିଶର ଲୁଣ ଖାଇଛନ୍ତି। ହେଲେ ରାୟବାହାଦୁର ନିଜ ଘରେ ୟୁନିୟନ ଜାକ୍ ଅଲବତ ଉଡ଼ିବ ବୋଲି ଜୋର ଦେଇ କହିବାରୁ ବି ବିଜୟ କଥାଟି କହିଲା। ମୁଁ ଏଥର ଶାନ୍ତିରେ ମରିପାରିବି, ଏକଥା କିଏ କାହିଁକି କହିଥିଲେ? ସୋମନାଥ ଚାହୁଁଥିଲେ ତାଙ୍କର ଘରେ ୟୁନିୟନ ଜାକ୍ ଉଡ଼ିବ, ମାତ୍ର ସ୍ୱାଧୀନତା ଭାରତର ବ୍ରିଟିଶର ପତାକା ନ ଉଡ଼ାଇବାକୁ ବିଜୟ ଚାହୁଁଥିଲେ। ଯେଉଁ କାରଣରୁ ସେ ତାର ଜେଜେଙ୍କୁ ଠେଲି ଦେଇଥିଲା, ନାତିର ଠେଲା ଖାଇ ସୋମନାଥ ସିଡ଼ିରେ ଗଡ଼ି ଗଡ଼ି ଯାଇ ତଳ ମହଲ ଚଟାଣରେ ପଡ଼ିଥିଲେ। ତାଙ୍କର ମୁଣ୍ଡ ଓ କାନ ଫାଟି ରକ୍ତ ସୁଅ ଛୁଟିଥିଲା। ସାଧାରଣ କନା ଖଣ୍ଡରେ ମୋହର ପଡ଼ି ବିଜୁ ନିଜର ଜେଜେଙ୍କୁ ମଧ୍ୟ ଆଘାତ କରିବାକୁ ପଛାଇ ନଥିଲା। ସେ ସିନା ନିଜର ପୁଅକୁ ଗୁଳି କରି ଦେଇଥିଲା, ମାତ୍ର ନାତି ପାଖରେ ହାର ମାନି ଯାଇଥିଲେ। ତେଣୁ ବିଜୟକୁ ଆଶୀର୍ବାଦ ଦେବା ସହିତ ସୋମନାଥ କହିଲେ ସେ ଏଥର ଶାନ୍ତିରେ ମରିପାରିବେ, କାରଣ ଏ ପତାକା ପାଇଁ ତା ପୁଅ ସ୍ତ୍ରୀ ମରି ସାରିଛନ୍ତି। ସେ ମଧ୍ୟ ଏଥର ମରିପାରିବେ। ଷୋହଳ ନମ୍ବର ଗପଟିର ନାମ ପତାକା ଉତ୍ତୋଳନ ରଖାଯାଇଛି କାହିଁକି? এটা খুব ইম্পর্টেন্ট প্রশ্ন। ପତାକା ପ୍ରେମୀ ପରିବାର। ପତାକା ପାଇଁ ପାଗଳ ସମସ୍ତେ। ବାପା ପତାକା ପାଇଁ ପୁଅ ପାଇଁ ଗୁଲି କରି ହତ୍ୟା କରିଛି ଓ ପଦୋନ୍ନତି ପାଉଛି। ନାତି ପତାକା ପାଇଁ ଜେଜେଙ୍କୁ ଠେଲି ମାରିଦେବାକୁ ପଶ୍ଚାତପଦ ହେଉ ନାହିଁ। ସେହି ପତାକା ପାଇଁ ସ୍ତ୍ରୀ ହେମମାଲା ମଧ୍ୟ ସ୍ୱାମୀକୁ ସ୍ପର୍ଶ ନ କରିବାକୁ କହୁଛନ୍ତି। ସ୍ୱାଧୀନତା ଦିବସ ଜେଜେ ସିନା ୟୁନିୟନ ଜାକ୍ ଉତ୍ତୋଳନ କରିପାରିନଥିଲେ, ହେଲେ ନାତି ବିଜୟ ପୂର୍ଣ୍ଣ ପ୍ରାଣରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବ ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଜେଜେମା ସେହି ପତାକା ତଳେ ପ୍ରାଣ ବଳି ଦେଇଛନ୍ତି। ଜେଜେଙ୍କର ମୁମୂର୍ଷୁ ଶରୀର ଉପରେ ମହଲାରେ ପଡ଼ି ରହିଛି। ଅଥଚ ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ୱାଧୀନ ଭାରତର ତିରଙ୍ଗା ପତାକା ଫରଫର ହୋଇ ଉଡ଼ିଛି। ପତାକା ପୂର୍ଣ୍ଣ ରୂପେ ଉତ୍ତୋଳିତ ହୋଇଥିବାରୁ ଏହି ବିଷୟର ନାମକରଣ ପତାକା ଉତ୍ତୋଳନ ରଖାଯିବା ସାର୍ଥକ ହୋଇଛି। ପତାକା ଉତ୍ତୋଳନର ପ୍ରଶ୍ନ ଉତ୍ତର।